ହ୍ୟାଲୋ ଭାଇ ନମସ୍ତେ। ଆଉ ଏକ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଆଜି ଯିବା ଟିକେ କୋରାପୁଟ ଆଡ଼େ ବୁଲି ଆସିବା। ଠିକ୍ ତପ୍ତପାଣିରେ ବସ୍ ଯାଇ ଠିଆ ହେଇଗଲା। ଦେଖିପାରୁଥିବେ ଉଷ୍ମ ପ୍ରସାରଣ ତପ୍ତପାଣି। ଏଠି ଏକ ଆଶ୍ରମ ତପ୍ତପାଣି ଆଶ୍ରମ ବିଦ୍ୟାଳୟ ତପ୍ତପାଣି ଦେଖିବା ଏଠାକାର ଦୃଶ୍ୟ। ଚାଲନ୍ତୁ ଯିବା ମା କନ୍ଧୁଣୀ ମାଙ୍କୁ ଦର୍ଶନ କରିବା। ଜୁମ୍ କରି ଦେଖାଉଛି, ଦେଖନ୍ତୁ ଶ୍ରୀ ଶ୍ରୀ ମା କନ୍ଧୁଣୀ ଦେବୀ ପୀଠ। ମା ଲୋ ସାରା ସଂସାର ଦୁଃଖ ଦୂର କର ମା। ମାଙ୍କ ପଛପଟେ ଗରମ ତପ୍ତ ପାଣିର ଦୃଶ୍ୟ। ଚାଲନ୍ତୁ ଦେଖିବା। ଆଉ ହଁ, ଚ୍ୟାନେଲରେ ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମାରୁ ବି ଭୁଲିବେନି। କାରଣ ଏମିତି ନୂଆ ନୂଆ ଭଲ ଭଲ ସୁନ୍ଦର ସୁନ୍ଦର ଭିଡ଼ିଓ ଆପଣଙ୍କୁ ଯେବେ ବି ଦେବି ଆପଣ ପାଖକୁ ନୋଟିଫିକେସନ୍ ପ୍ରଥମେ ଯାଇ ପହଞ୍ଚିବ। ବହୁତ ପରିଶ୍ରମ କରି ଏ ଭିଡ଼ିଓ କରୁଛି, ତେଣୁ ପ୍ଲିଜ୍ ଆପଣ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଦେଖନ୍ତୁ ଅତି ସୁନ୍ଦର ଏ ଦୃଶ୍ୟ, ତପ୍ତ ପାଣିର ଦୃଶ୍ୟ। ଭୋର 5ଟା, ସକାଳୁ ସକାଳୁ ମାଙ୍କ ଦର୍ଶନ କରି ଚମତ୍କାର ଭାବ ଉତ୍ପନ୍ନ ହେଉଛି। ଆପଣ ଦେଖିପାରୁଥିବେ ପାଣିର ଗରମ କେତେ ଜୋର, ପାଣିର ଉଷ୍ମତା ଏଠି ଦେଖିପାରୁଥିବେ ଆପଣ। ଅନେକ ରେଜା ପଇସା ଏଠାରେ ଶ୍ରଦ୍ଧାଳୁମାନେ ପକାଇଥାନ୍ତି, ମୁଁ ବି ପକାଇଲି। ଆପଣ ଦେଖିପାରୁଥିବେ ନନା ଏଠି ପୂଜା ଅର୍ଚ୍ଚନା କରୁଛନ୍ତି। ପାଣିର ଉତ୍ତାପ ଆପଣ ଦେଖି ଜାଣିପାରୁଥିବେ କେତେ ଜୋର ପାଣି ଏଠି ଫୁଟୁଛି। ତଥାପି ନନା ପୂଜା କରୁଛନ୍ତି। ସବୁ ସେଇ ମାଙ୍କ ଆଶୀର୍ବାଦ। ସକାଳ ଭୋର 5ଟାରେ ଏଠି ଗାଡ଼ି ରହିବାରୁ ଆମେ ମାଙ୍କୁ ଦର୍ଶନ କରିପାରିଲୁ। ଆଉ ସଭା ଉପରେ ବାବା ଭୋଳାଶଙ୍କର ବିରାଜମାନ କରିଛନ୍ତି। ଚାଲନ୍ତୁ ଯିବା ବାବାଙ୍କୁ ଟିକେ ଦର୍ଶନ କରି ଆସିବା। ଆଜ୍ଞା କି ଭାଗ୍ୟ ଆଜ୍ଞା, ସକାଳୁ ବାବା ଦର୍ଶନ, ମାତା ଦର୍ଶନ ସବୁ ଏଇଠି ଆଜ୍ଞା ହେଇଗଲା। ଜୟ ଭୋଲେନାଥ। ଦୂରରୁ ବାବାଙ୍କ ଏ ଭୟଙ୍କର ଦୃଶ୍ୟ ଦେଖି ମନରେ ଭୟ ଜାତ ହେଇଗଲା। ତଥାପି ସାହସ କରି ବାବାଙ୍କ ପାଖକୁ ଗଲି ବାବାକୁ ଦର୍ଶନ କରିବା ପାଇଁ। କାହିଁକିନା ଏ ତାଣ୍ଡବ ଦୃଶ୍ୟ ମନରେ ଭୟ ଜାତ ହେଉଛି। ଜୟ ଭୋଳେ ଶଙ୍କର। जय शिव शंभु। ओम नमः शिवाय। ଦେଖନ୍ତୁ ଏ ସୁନ୍ଦର ଦୃଶ୍ୟ, ସକାଳ 5ଟାର ଏ ଦୃଶ୍ୟ। ଗାଡ଼ି ହର୍ନ ମାରିଲାଣି, ଚାଲ ଯିବା। ଆଉ ମୋ ସାଥିରେ ଏମିତି ଭିଡ଼ିଓରେ ଥାଆନ୍ତୁ, ଦେଖିବେ ଅତି ଭୟଙ୍କର ଘାଟି। ଚାଲ ଯିବା।
ପ୍ରବଳ ଭୋକ ହେଲାଣି। ଏଠି କୁଆଡ଼େ ଗ୍ଲାସ୍ ଇଟିଲି ମିଳୁଛି, ଚାଲନ୍ତୁ ଖାଇକି ଟେଷ୍ଟ କରିବା କେମିତି ହେଇଛି। ଚାଲନ୍ତୁ। ଭଲ ଅଛି, କିଛି ଖରାପ ନାହିଁ। ଶୀଘ୍ର ଶୀଘ୍ର ଖାଇକି ଆମେ ବାହାରି ପଡ଼ିଲୁ, କାରଣ ଅନେକ ଦୂର ଯିବାର ଅଛି। ଦେଖିପାରୁଥିବେ କେତେ ଭୟଙ୍କର ଏ ଘାଟି। ଚନ୍ଦ୍ରଗିରି ଘାଟି ଦେଖିପାରୁଥିବେ, ପାହାଡ଼ ଉପର ରାସ୍ତା ହେଇଛି। ଅତି ଭୟଙ୍କର ଏ ଦୃଶ୍ୟ। ଅତି ରେସ୍ରେ ଆମ ଗାଡ଼ି ଚାଲିଛି। ବସ୍ର ପଛପଟୁ ଭିଡ଼ିଓ ସୁଟ୍ କରୁଛି, କାହିଁକିନା ଆପଣ କ୍ଲିଅର ସେ ଦେଖିପାରିବେ ଏ ଘାଟିର ଦୃଶ୍ୟ, ଚନ୍ଦ୍ରଗିରି ଘାଟିର ଦୃଶ୍ୟ। ଯଦି ଗାଡ଼ି ଚଲାରେ ଟିକେ ଅଗଲ ବଗଲ ହୁଏ, ଡାଇରେକ୍ଟ ପାହାଡ଼ ତଳ, କାରଣ ଦୁଇ ସାଇଡ଼ରେ ପାହାଡ଼, ମଝିରେ ରାସ୍ତା ହୋଇଛି। ଅତି ଭୟଙ୍କର ଏ ଦୃଶ୍ୟ। ପୁରା 100 ଆମ ଗାଡ଼ି ଚାଲିଛି କୋରାପୁଟ ଅଭିମୁଖେ। ଏ ଦୃଶ୍ୟ ଆଖିକୁ ଯେତିକି ସୁନ୍ଦର ଲାଗୁଛି, ସେତିକି ଭୟ ବି ମଧ୍ୟ ଲାଗୁଥିବ ଆମ ଡ୍ରାଇଭର ଭାଇମାନଙ୍କୁ, କାରଣ ଅଧିକ ରିକ୍ସରେ ସେମାନେ ଗାଡ଼ି ଚଲାଉଛନ୍ତି। ଚ୍ୟାନେଲରେ ନୂଆ ଥିଲେ ଦୀପକ ଫାଇନବାଲା ବ୍ଲଗର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଆଉ ବେଲ୍ ଆଇକନ୍କୁ କ୍ଲିକ୍ କରିବେ, କାରଣ ଯେବେ ବି ଏମିତି ସୁନ୍ଦର ସୁନ୍ଦର ଭିଡ଼ିଓ ଅପଲୋଡ଼ କରିବି, ଆପଣଙ୍କ ପାଖକୁ ସର୍ବପ୍ରଥମେ ନୋଟିଫିକେସନ୍ ଯିବ। ସାଙ୍ଗମାନେ, ଆପଣ ପାଇଁ ମୁଁ କେତେ ପରିଶ୍ରମ କରୁଛି। ବସ୍ର ପଛ ସିଟ୍ରେ ବସି ଆପଣଙ୍କୁ ଭିଜୁଆଲ୍ ଦେଖାଉଛି। ସୁନାବେଢ଼ା ପୌର ପରିଷଦ ଆପଣଙ୍କୁ ସ୍ୱାଗତ ଜଣାଉଛି। ଏବେ ବସ୍ର ସାମ୍ନା ପଟୁ ଭିଡ଼ିଓ ସୁଟ୍ କରୁଛି, ଦେଖନ୍ତୁ ଅତି ଚମତ୍କାର ଏ ସୁନ୍ଦର ଦୃଶ୍ୟ। ଚାଲ ଟ୍ରାଫିକ ଜାମ ଚାଲ, ପଛ ଭିଡ଼ିଓ କରିଛି, ଆଗୁଆ ଟିକେ କରିଦିଏ। ତ ଫାଇନାଲି ଆମେ ବିଶାଳକାୟ ହନୁମାନ ବାଟିକା ପାଖରେ ପହଞ୍ଚିଗଲୁ, ଦେଖିପାରୁଥିବେ। ତ ହାଏ ହ୍ୟାଲୋ ନମସ୍ତେ, ଭଲରେ ଥାନ୍ତୁ ସମସ୍ତେ। ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଦୀପକ ଫାଇନବାଲା ବ୍ଲଗର। ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଦେଖନ୍ତୁ ମୋ ପଛପଟର ଦୃଶ୍ୟ, ଦେଖନ୍ତୁ ହନୁମାନ ବାଟିକା, କୋରାପୁଟ ଡିଷ୍ଟ୍ରିକ୍ଟର ନାଲକୋ ସାଇଟ୍ ହନୁମାନ ବାଟିକା। ଅତି ସୁନ୍ଦର ଏ ଦୃଶ୍ୟ। 107 ଫୁଟ ଉଚ୍ଚତାର ଏ ବିଶାଳ ମୂର୍ତ୍ତି ହନୁମାନ ବାଟିକା, ଦେଖିପାରୁଥିବେ। ଜୟ ବଜରଙ୍ଗବାଲି। 107 ଫୁଟ ଉଚ୍ଚତା ବିଶାଳ ହନୁମାନ ମୂର୍ତ୍ତି।
कोरापुट डिस्ट नालको नियर नालको हनुमान बाटिका विशाल मूर्ति आप देखिपे मुझे से स्थान अच्छी सांग मैंने मो चैनल नुआ थे सब्सक्राइब करने को जमार भी भूलिए कारण एमती सुंदर सुंदर वीडियो आपण मानक मुझे देखई पारि एपट ऑफिस रूम एपटे आसी रूम बुकिंग करेंगे एपटे देखो ऑफिस ठाकुर को जड़े नना आसुँच चलतु ताकू बैठ नवा और ठाकुर विषय किसी जाना। हाँ नमस्कार ना जो मूर्ति केते फुट है उच्चता हनुमान 108 फुट 9 इंच 8 फुट 9 इंच आमर जो पूरा जो राउरकेला जो ताठू यहाँ बड़ और आप रोच हाँ दर्शन मार्शन कर सेवा कर ठाकुर सेवा रही आम कटक हाँ तो आसतु सांग मैंने प्रभु को अति पाखरे दर्शन करवा चलतु जा। प्रभु चारिपटे टिके बुली आसिया कारण ये सुजोग सब बेले मिल न था सकाळु सकाळु लोक गहली नहीं आराम से ठाकुर को दर्शन करि परिबा कारण आम से ही राति रही देखु प्रभु को पाद जय हनुमान। महासेवं समदपाट्यं धावन्तं रावणं प्रति इष्टतिष्ठरणपुष्टभररापं समस्रजं लक्ष्यलसदनेत्रं सृज्यपुरसमप्रभुं अङ्गदादि महावीरैः कश्चिदर्थरूपिणं ॐ दं 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 त्रिगरूपं दरगरशिखरं पादकं मेघनादं ॐ मुच्चाटितं वै सकलभूतलं जोगिनिवृन्दरूपं शं 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 प्रवेगं जवालितं यक्षदुर्गं शं 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 क्षेमतत्त्वं नन्वपुरगं उच्यतिबिम्बकारम् ओम नमः विष्णुनाथ काल भवानी जब पुष्पांजलि में दत्तम ब्रह्मण परमेश्वर परमेश्वराय नमोदेवाय पराशर पुत्र ओम तस्य अंग विघ्न प्राप्त नमोदेवाय कायिक वाचिक मानसिक सांसारिक अभिदेव प्राप्त नमोदेवाय प्रकाश हृदय सपरिवार नमोदेवाय। ना नमस्कार। हाँ नमस्कार आपन ना ना आपन नाटा राधामोहन दास ये जो पछपटे आप देखुं एत बड़ मूर्ति केते उच्चता हम आज्ञा 108 फुट 9 इंच विषय किसी कहतु आप आप पूजा कर ना। हाँ आज्ञा फूल तुलसी दौजी आज्ञा नाना पूजा कर आज्ञा आमर इठी जो गोटे मूर्ति अच्छी राउरकेला उच्चता ये बड़ हे ना सी 72 फुट लोके कहते आज्ञा आम तो देखिनु आज्ञा ये 108 फुट कहले ना 108 फुट 9 इंच आज्ञा धन्यवाद आज्ञा। सुंदर दृश्य देखिपे साइड रे पहाड़ सूर्य देवता उदय होती सकालू सकालू आसी आपण मानक सेवार उपस्थित अच्छी कहीं राति आसी रूम देखिपे आप रूम रे मु राति रही कहीं हनुमान जी को दर्शन निमंते सकाळु गाधई पिधे मु ठाकुर दर्शन कली। जय बजरंगबली देखिपे अति सुंदर अति चमत्कार दृश्य
କଲର୍ କାମ ଚାଲିଥିବାରୁ ଠାକୁରଙ୍କୁ ଏମିତି ବାଉଁଶ ସାହାଯ୍ୟରେ ଏମିତି ରଙ୍ଗ ଦିଆଯାଉଥିଲା। ସେଥିପାଇଁ ଏ ବାଉଁଶ ସବୁ କଢ଼ା ହେଇନି, କିନ୍ତୁ ଚମତ୍କାର ବିଶାଳ ଏ ମୂର୍ତ୍ତି। ଜୟ ବଜରଙ୍ଗ ବାଲି। ସବୁ କଲର୍ ଏଠି ଗୋଲାପ ଦେଖ। ଗୋଲାପ ଉଦ୍ୟାନ। ମନ୍ଦିର ଭିତରର କାରୁକାର୍ଯ୍ୟ ଅତି ଚମତ୍କାର। ସାଙ୍ଗମାନେ ଫେରିଲା ବେଳେ ରାତି ହେଇଗଲା, କାହିଁକିନା 8ଟା 15ରେ ଆମର ଗାଡ଼ି ଥିଲା। ରାତି ସାରା ଗାଡ଼ି ଚାଲିବ, ସକାଳୁ ସକାଳୁ ଯାଇ ଆମେ କଟକରେ ପହଞ୍ଚିବା। ଦେଖନ୍ତୁ ଯାତ୍ରୀମାନେ ଘୋର ନିଦ୍ରାରେ ଶୋଇପଡ଼ିଛନ୍ତି, କାରଣ ହାରାହାରି 8-9 ଘଣ୍ଟା ଲାଗିବ କଟକରେ ପହଞ୍ଚିବାକୁ ହେଲେ। ସାଙ୍ଗମାନେ ମୋତେ ବି ନିଦ ଆସିଲାଣି, ମୁଁ ଯାଉଛି ଶୋଇବି। ଗୁଡ୍ ନାଇଟ୍ ସାଙ୍ଗମାନେ, ଦେଖା ହେବ କାଲି ସକାଳ 6ଟାରେ। ସକାଳ 7ଟା 50ରେ ଯାଇ ଭୁବନେଶ୍ୱରରେ ପହଞ୍ଚିଗଲୁ। ନିଦ ଭାଙ୍ଗିଲା ବେଳକୁ 7ଟା 50। ସକାଳୁ ସକାଳୁ ଝରକା ପାଖରେ ବସି ଥଣ୍ଡା ପବନର ମଜା ନେଉଥିଲି। ଏଇଟା ହେଉଛି ଆଜ୍ଞା ବରମୁଣ୍ଡା ବସ୍ ଷ୍ଟାଣ୍ଡ, ଆପଣ ଦେଖିପାରୁଥିବେ। ତ ଫାଇନାଲି ଯାଇ ମୁଁ ବାଦାମବାଡ଼ିରେ ପହଞ୍ଚିଗଲି। ପରେ ଯାଇ ଅଟୋରେ ଟ୍ରାଭେଲ୍ କରିବାକୁ ପଡ଼ିବ। ଅଟୋରେ ବସି ଚାଲିଲି ମଙ୍ଗଳାବାଗ ହନୁମାନ ମନ୍ଦିର ପାଖକୁ। ତ ଫାଇନାଲି 1000 କିଲୋମିଟରର ସଫର ମୋର ଶେଷ ହୋଇଛି। ଏଇ ପାଖରେ ମୋ ଘର। ଚ୍ୟାନେଲକୁ ଲାଇକ୍ କରି ସବସ୍କ୍ରାଇବ୍ କରିବେ ଆଉ ଭଲ ଭଲ କମେଣ୍ଟ ଦେବେ। ରହିଲି ଆଜ୍ଞା, ଜୟ ଜଗନ୍ନାଥ।